दीदी भल क्वेश्चन पचारे कि आम जो जमी तो डायरेक्ट नहीं चारा पोचले भी होचे आम से हजार हजार वर्ष धरी करूँ हाँ कि नहीं तो ये आम बक्स बक्स करके लगेबार आवश्यकता कौन से ନାଇଁ ନାଇଁ ଆମର ତ ଏଇଟା ଲଙ୍କା ଯାକ ଚାରା ହବ ଏଇ ଯୋଉ ବୋଇତାଳୁ କାକୁଡି ତରଭୁଜ ଏଇ ଯାକ ଏଇଠାରେ ଚାରା କରିକି ଯୋଉ ଆମେ ବିଲରେ ଲଗାଉଛୁ ହେଲେ ମରିବନି କି ବିଲରେ ସେଇଟା ନା ସେଇଥିପାଇଁ କହିଲି ପରା ଏଠି ଆପଣଙ୍କର 25 ଦିନ ଏଠି ଦେଖିଲେ ପୁରା ଥଣ୍ଡା ଥିବ ଖରା ଦିନରେ ବି ଯଦି ଯୋଗେଇବ ମାନେ ପ୍ଲାଣ୍ଟଟା ଏତିକି ଥଣ୍ଡାରେ ରହିବ ସେ ତା ପାଇଁ ଏତିକି ଟେମ୍ପରେଚର ହିଁ ଦରକାର ହେଲା କିନ୍ତୁ ଯେତେବେଳେ ସଡନ ଆମେ ବାହାରକୁ ନେବା ବାହାର ଟେମ୍ପରେଚର ଚାନ୍ସେସ୍ ଥିବ କି ସେଠିରେ ଗଛ ମରିଯିବାର ହେଲା ତ ସେଥିପାଇଁ ୟାର ବ୍ୟାକ୍ ସାଇଡରେ ଆଉ ଗୋଟେ ସେଟ୍ ଗୋଟେ ହେବ ଗ୍ରୀନ୍ ନେଟ୍ ଗୋଟେ ହେବ ସେଇଠି ଆମେ 5 ଦିନ ତାକୁ ରଖିବା ତ ବାହାର ଟେମ୍ପରେଚର ସହିତ ସେ ଖାପ ଖାଇ ଚଳିବ ହେଲା ପହିଲା ଜିନିଷ ସେକେଣ୍ଡ ଜିନିଷ ମ୍ୟାଡମ୍ ଯେଟା କହୁଥିଲେ ଏଇଠୁ ନେଲେ ସେ ଗଛ ମରିବ କି ନାହିଁ ସଡନ ମରିବ କି ନାହିଁ ସେଠି ଆପଣଙ୍କୁ କଣ କରିବାକୁ ପଡିବ ବାହାରୁ ଆମେ ଯେ ଖାଲି ଗଛ ନେବା ଫର ଏକ୍ଜାମ୍ପଲ ଆପଣ ବାଇଗଣ କି ନିଅନ୍ତୁ ସେଥିରେ ଦେଖିବ ମାଟି ଲାଗି ନଥାଏ ପ୍ରାୟ ଜାଗାରୁ ଆମେ ବାହାରୁ ମାର୍କେଟରୁ କିଣୁଛୁ ତ ଗଛ ଯେତେବେଳେ ଯୋଗାଉଛୁ ତାର ଚେରଟା ଆମର ଜମିର ମାଟି ସହିତ ଖାପ ଖୋଇ ପାରିବ କି ନାହିଁ ତାର କିଛି ଗ୍ୟାରେଣ୍ଟି ନଥାଏ ହେଲା କିନ୍ତୁ ଏଟା ଯେତେବେଳେ ପ୍ଲାଣ୍ଟ କରିବ ନାଇଁ କି ଏଇ ଚେର ଯେତିକି ବି ଯାଇଛି ନାଇଁ କି ହେଲା ୟାକୁ ଏମିତି ହୋଲ ହାତରେ ହୋଲ କରିକି ୟା ସହିତ ଡାଇରେକ୍ଟ ଏମିତି ଛାଡି ଦେବାର ଅଛି ବୁଝିପାରିଲ ତ ପାଣି ଦେଲା ପରେ ବି ତମର 3-4 ଦିନ ଯାଏ ସେ ଏଠିରୁ ଯେତିକି ଖାଦ୍ୟ ଥିବ ସେ ସେଠୁ ନେଇକି କାମ କରିବ ହେଲା ମାଟି ଅଟୋମେଟିକାଲି ସଫ୍ଟ ହେଲା ପରେ ସେ ତାପରେ ତାକୁ ମାଟିରୁ ବାହାର କରିଦେବ ତ ଗଛ ମରିବାର ଚାନ୍ସେସ୍ ନଥାଏ ପହିଲା ଜିନିଷ 2 ନମ୍ବର ଜିନିଷ ଆମେ ଯେତେବେଳେ ମଞ୍ଜିକୁ ଡାଇରେକ୍ଟ ଜମିରେ ବୋଉଛୁ ନାଇକି ଦେଖିବେ ଆମେ ଯଦି 50ଟା ମଞ୍ଜି ଯାଇଗଲେ 4-5ଟା ଜାଗାରେ ଗଛ ଉଠି ନଥାଏ ହେଲା ତ ତାକୁ ପୁଣି ଆମେ ତାକୁ 8 ଦିନ ପରେ ଦେଖିବା ବାକି ଗଛ ମାନେ ଏଇ ସାଇଡ୍ ହେଇଥିବ ଗୋଟେ ଗଛ ଯଦି ବିଲକୁଲ ହେଇନଥିବ କଣ କରିବୁ ତାକୁ ଆଉ ଥରେ ପାଣିକି ଆଉ ଥରେ ଲଗେଇବେ ତ ଏଇ ଗଛଠୁ ଏଇ ଗଛଟା 7 ଦିନ ଛୋଟ ହେଇଯିବ हाँ कि नहीं तो फल आउ फ्रुटिंग रे भी तार टाइमिंग रे प्रॉब्लम हम एठी कौन हम आपन को किसी मंजी पोतीबानी आप डायरेक्ट गछ देखिए से गछ को नहीं जी डायरेक्ट पोतीबे तो आपण जमी जदि 10,000 चारा जोगाउछंती सेम डे रे सब चारा लागिबो सेम डे रे फ्रुटिंग हेबो सेम टाइम रे आपण को हार्वेस्ट हेबो बुझी पारले कोन कहूची ए नर्सरी रु चारा नेबार मेजर ऑब्जेक्टिव सेटा तार लाभ हो चासी को सेटा कि आपण चारा छोट बड़ कि गछ छोट बड़ होबो नै केबे काहे ना हमें सब बेले गछ नहीं कि लगे सब समान टाइम रे हम कौन कहले बुझले कि नहीं आपण माने मन करा जे एटा आपनकर जमी एथिर कोन ना सब जगह रे हम एटा लोकल ब्रीड एटा हमर गां रे जो होय ना कि तार जगह हैतला देखिबा पे जगह हैची मन करा जो लोक रोई थांता कोन हैची एठी आपण एथि दूर ना एठी गुटे हैची एथि नाही पुनी एथि गुटे हैची तो चाष ताको करिवार अछि से पुणी कोन करबो यार माटी को आउथरे हानिबो तापरे 8 दिन पर मंजी जोगेबो ये देखला बेले को ए गछटा 8 दिन पर को बड़ हेतिबो तो यार जले छाई हबो नै कि यार से गछ गुडा को हबो नै भलो बुझि पारलो से जगह जदी हम डायरेक्टली जदी एटा जोगे थांता तो हमरो जदी 1000 टा थांता 500 टा पूरा सब सम्मान है कि एका संगे आसीबो बुझि पारलो नहीं किछि ना अतरे दे लेवल लावे 2 मिनिट के लग 2 मिनिट थोड़ा बुझबा हाथे गुरो 2 मिनिट बाड़ी टिक दियो कवर बंद कर दो कवर बंद कर चला चला क्या गेट से
କାଶ୍ମୀର ତାକୁ ଜ୍ୱର ଆଣିଲା ତମ ହସ୍ପିଟାଲ ଯିବାକୁ ପଡିଲା ବାହାରେ ଯାକୁ ପାଣି ଦେଇକି ତମ ଘରେ ତାକୁ 8 ଦିନ 15 ଦିନ ରଖିଲେ ବି କିଛି ହବନି ପୁରା ଏକ୍ଜାକ୍ଟଲି ଗଛଟା ସେଇ ଭଳିଆ ଥିବ କିଛି ପ୍ରୋବ୍ଲେମ ପଡିବ ନାହିଁ ତାପରେ ଏଟାକୁ ତମକୁ ନେବା ଆଣିବାରେ ବି ସୁବିଧା ଏଇଟା ଗଛ ତାମାନେ ଛିଡ଼ିବ ନାହିଁ କି ଏଇଟା କରିବ ନାହିଁ ଏ ତମେ ଡାଇରେକ୍ଟ ଧରିକି ପଳେଇ ଯାଇପାରିବ ଖାଲି ହଉଛି ସବୁ ହେଲା ଏଇ 15 ଦିନ ହଉଛି ରେଗୁଲେସନ ହେଇଛି ତ ଆଉ ତାପରେ ଆଉ ଗୋଟେ ଜିନିଷ ଆପଣ ଏବେ ଯଦି ଭିତରକୁ ଆସିକି ଦେଖିପାରୁଛନ୍ତି ନାଇଁ କି ଏଠି ଯଦି ଯେତେବେଳେ 15,000 ଚାରା ଲାଗିବ କୌଣସି ଲୋକ ଭିତରକୁ ପଶେଇ ହେବ ନାହିଁ କାହିଁକି ନା ଆମେ ଯଦି ଆସୁଛୁ ନାଇଁ କି ବାହାରୁ ମହିଳା ଇଏ ପତ୍ର ବାହାରିଲାଣି ଏଇଟା ପୁରା ଛୋଟ ଅଛି ଏଇଟା ଅଧା ହେଇଛି କରେଣ୍ଟ ତ ମନ୍ଥଲି ଆପଣଙ୍କୁ ଇଏ କରିବାକୁ ପଡିବ କରେଣ୍ଟ ବହୁତ କମ ଆସେ ସବୁ ସବୁ କିଛି ସବୁ ପୁରା ସବୁ ମିଶିକି ଅଟୋମେଟିକ ସ୍ପ୍ରେ କରିଦେବ ଆପଣଙ୍କୁ ଏମିତି ତାଙ୍କେ ଡେଲି ଡେଲି ଆସିକି କରିବାକୁ କିଛି ନାହିଁ କିଛି ନାହିଁ କିଛି କରନ୍ତୁ କିଛି କରନ୍ତୁ ମଟର ଲାଗିଯିବ ଭିତରେ ମୋଟର ଲାଗି ତାର ସବୁ